Hello students, welcome to our channel Master Subhash Puri. ଆଜିର କାର୍ଯ୍ୟକ୍ରମ ହେଲା ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ପ୍ରଥମ ଗଳ୍ପ କାଠ ବିଷୟରେ ଆମେ ଅବଲୋକନ କରିବା। ଚାଲନ୍ତୁ ଦେଖିବା। ପ୍ରଥମ ବିଷୟ ଗଳ୍ପ ହେଲା କାଠ। ତାର ଲେଖକ ହେଲେ ବସନ୍ତ କୁମାର ଶତପଥୀ। 1913ରେ ଜନ୍ମ, 1994ରେ ମୃତ୍ୟୁ। ଲେଖକ ପରିଚୟ ଦେଖିବା। ବସନ୍ତ କୁମାର ଶତପଥୀଙ୍କର ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଅନତି ଦୂରରେ, ନ ଅତି ଅନତି ବୋଲେ ପାଖରେ, ବାରିପଦା ସହର ପାଖରେ ପାନ୍ଧଡ଼ା ଗ୍ରାମରେ 26 ଜୁନ 1913ରେ ଗାଳ୍ପିକ ବସନ୍ତ କୁମାର ଶତପଥୀଙ୍କ ଜନ୍ମ। ବହୁ ସଂଘର୍ଷ ଭିତରେ, ସଂଘର୍ଷ ମାନେ ଅଭାବ ଅସୁବିଧା ଭିତରେ ଜୀବନ କଟାଇ ଇଂରାଜୀ ସାହିତ୍ୟରେ MA ପାସ୍ ପରେ, ବୋଲେ ପିଜି ଯୋଉଟା BA ପରେ ଯୋଉଟା ପିଜି କରନ୍ତି ଇଂଲିଶରେ MA ପାସ୍ ମାନେ ପିଜି ପାସ୍ ପରେ ବାରିପଦା ରାଜାଙ୍କ, ସେତେବେଳେ 1913 ଯେହେତୁ ଜନ୍ମ ହୋଇଥିଲା, ଭାରତ ସ୍ୱାଧୀନତା ହେଇନଥିଲା, ସେତେବେଳେ ବାରିପଦା ରାଜା ଥିଲେ, ତାଙ୍କ ଅଧୀନରେ ଚାକିରି ଆରମ୍ଭ କରିଥିଲେ। ଭଞ୍ଜ ପ୍ରଦୀପ ଯୋଉ ସାହିତ୍ୟ, ଭଞ୍ଜ ପ୍ରଦୀପର ସମ୍ପାଦନା କରିଥିଲେ। ଭଞ୍ଜ ପ୍ରଦୀପ ଯୋଉ ଲେଖା ବାହାରିଥିଲା ତାର ସମ୍ପାଦନା କରିଥିଲେ। 1949 ମସିହାରେ ମୟୂରଭଞ୍ଜ ଓଡ଼ିଶା ସହ ମିଶିଯିବ। ସେତେବେଳେ ସ୍ୱାଧୀନତା ପୂର୍ବରୁ ମୟୂରଭଞ୍ଜ ଓଡ଼ିଶାରେ ନଥିଲା ହେଲା। ତାର ସ୍ୱାଧୀନତା ପରେ 1949 ମସିହାରେ ମୟୂରଭଞ୍ଜ ଜିଲ୍ଲାଟି ଓଡ଼ିଶା ସହ ମିଶିଗଲା। ସେ ଇଂରାଜୀ ସାହିତ୍ୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରେ। ଅଧ୍ୟାପକ ତ କଲେଜରେ ଯେଉଁମାନେ ପଢ଼ାନ୍ତି ସାର୍ ଲେକ୍ଚର, ତାକୁ ଅଧ୍ୟାପକ ବୋଲି କୁହାଯାଏ। ଫକୀରମୋହନ କଲେଜରୁ, ବର୍ତ୍ତମାନ ଫକୀରମୋହନ କଲେଜଟା ଫକୀରମୋହନ ୟୁନିଭର୍ସିଟି ଯାଇଛି, ବାଲେଶ୍ୱରରେ ଅଛି ଫକୀରମୋହନ କଲେଜ। ଫକୀରମୋହନ କଲେଜରୁ ଅବସର ନେବା ପରେ ତାହେଲେ ଫକୀରମୋହନ କଲେଜରେ ସେ ଇଂଲିଶରେ ଅଧ୍ୟାପକ ରୂପେ ଚାକିରି କଲେ। ଅବସର ନେଲେ, ରିଟାୟାରମେଣ୍ଟ ହେଲା ପରେ ସେ କିଛି କାଳ ସୋର କଲେଜର ଅଧ୍ୟକ୍ଷ ମାନେ ପ୍ରିନ୍ସିପାଲ, ଯୋଉଟା କଲେଜର ସୋର କଲେଜର ପ୍ରିନ୍ସିପାଲ ରୂପେ ବି କାର୍ଯ୍ୟ କରିଥିଲେ। ଜଣେ ବିଶିଷ୍ଟ କଥାକାର ଭାବେ ସେ ତାଙ୍କର ଆଣ୍ଟି ରୋମାଣ୍ଟିକ ଗଳ୍ପ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ପରୀକ୍ଷାରେ ଏଟା ପଡ଼ିବ, ବସନ୍ତ କୁମାର ଶତପଥୀ କେଉଁ ଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଆଣ୍ଟି ରୋମାଣ୍ଟିକ ପାଇଁ ସେ ପୁରସ୍କାର ପାଇଥିଲେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କର ଗଳ୍ପ ପୁସ୍ତକ ଗୁଡ଼ିକ ମଧ୍ୟରେ ଗୋଟିଏ ଆଳୁ, ଗଙ୍ଗା ଓ ଗାନ୍ଧୀ, ଆକାଶୀ ଫୁଲ, ନୀଡ଼ଶଇ, ହାଇଦ୍ରାବାଦ ଅଙ୍ଗୁର, ମାଂସମାନଙ୍କ ଉଦ୍ଦେଶ୍ୟରେ, ଅଜାଗା ଘା, ମେଜର ଅପରେସନ, ଗରିବୀ ହଟାଓ, ଅନ୍ୟାନ୍ୟ ଗଳ୍ପ, ପୁଅ ପାଇଁ ଝିଅ, ଏସବୁ ତାଙ୍କର ଗଳ୍ପ ଗୁଡ଼ିକ ଥିଲା। ବହୁତ ଉଲ୍ଲେଖଯୋଗ୍ୟ। ସେ ମଧ୍ୟ ନାଟକ ରଚନା କରିଥିଲେ, ଏକାଙ୍କିକା ଲେଖିଥିଲେ। ଆଉ ଫକୀରମୋହନ ସାହିତ୍ୟ କୃତି ଉପରେ ତାଙ୍କର ଆଲୋଚନା ମଧ୍ୟ ଉଚ୍ଚ କୋଟିର। ସେ ଫକୀରମୋହନଙ୍କ ସାହିତ୍ୟ ଅଛି, ତାଙ୍କ ଉପରେ ବହୁତ ଆଲୋଚନା କରିଥିଲେ। ବର୍ତ୍ତମାନ ଏଠୁ କାଠ ଗଳ୍ପକୁ ଆରମ୍ଭ କରିବା। ଲେଖକଙ୍କ ପରିଚୟ ସରିଲା, ତାପରେ କାଠ ଗଳ୍ପ ଭିତରକୁ ଯିବା। କାଠ ଗଳ୍ପରେ ଆଧୁନିକ ମଣିଷର ସ୍ୱାର୍ଥ ଶଠତାର ଚିତ୍ର ଏବଂ ସମାଜର ନିମ୍ନ ବର୍ଗର ଲୋକଙ୍କର ସରଳତା ଓ ସ୍ୱାଭିମାନର ସ୍ୱରୂପ ପ୍ରଦର୍ଶିତ। କାଠ ଗଳ୍ପରେ କ'ଣ ପ୍ରଦର୍ଶିତ ହେଇଛି ପ୍ରଥମେ ଲେଖାଯାଇଛି କାଠ ଗଳ୍ପଟି ହେଉଛି ଆଧୁନିକ ମଣିଷ ମାନେ ଶିକ୍ଷିତ ମଣିଷକୁ ଆଧୁନିକ ମଣିଷ ଆମେ କହିବା। ସ୍ୱାର୍ଥ ଶଠତା ମାନେ ଠକିବା, କିନ୍ତୁ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ଠକନ୍ତି ଏବଂ ସମାଜରେ ନିମ୍ନ ବର୍ଗ ମାନେ ଜଣେ ଅଶିକ୍ଷିତ ଲୋକ, ମୂର୍ଖ ଲୋକଙ୍କୁ ନିମ୍ନ ବର୍ଗର ଲୋକ କହିବା। ଆଉ ସରଳତା, ତାଙ୍କର ଯୋଉ ସରଳତା ସ୍ୱାଭିମାନ ସ୍ୱରୂପ, ସେମାନେ ସରଳ ସ୍ୱାଭିମାନ ସ୍ୱରୂପ, କିନ୍ତୁ ଯେଉଁମାନେ ପାଠ ପଢୁଛନ୍ତି ସେମାନେ ତାଙ୍କୁ ଠକନ୍ତି। ଏଇ ଗଳ୍ପରେ ଗାଳ୍ପିକ ଏହା ଦର୍ଶାଇଛନ୍ତି। ତାହେଲେ ଦେଖିବା, ଗଳ୍ପ ଭିତରକୁ ଯିବା। ଦେଖ, ବହୁ ତର୍କ ବିତର୍କ ପରେ ନିଷ୍ପତ୍ତି ହେଲା ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ ଗୋଟିଏ ଗଡ଼ ବା ମୁଣ୍ଡା କାଠ କିଣି ଆଣି ଘରେ ଚିରାଇବା ଲାଭଜନକ ହେବ। ଲେଖକଙ୍କ ପରିବାର ଭିତରେ କଥାବାର୍ତ୍ତା ହେଲା। ତାଙ୍କ ପରିବାର ନିଷ୍ପତ୍ତି ନେଲେ ଯେ ଚିରା କାଠ କିଣିବା, କାଠ ଜାଳିବା ପାଇଁ, ରୋଷେଇ କରିବା ପାଇଁ ଚିରା କାଠ କିଣିବା ଅପେକ୍ଷା ଯଦି ଗୋଦାମରୁ କାଠ ମୁଣ୍ଡା, କାଠ ଗଣ୍ଡି, ଯୋଉଟା କାଠ ଖଣ୍ଡ, ମୁଣ୍ଡ ବଡ଼, କାଠ ମୁଣ୍ଡା, କାଠ ଗଣ୍ଡି ଯୋଉଟା ଆମେ କହିବା ହେଲା, ଗୋଟେ କାଠ ଗଡ଼ ବା ମୁଣ୍ଡା କାଠ କିଣି ଆଣିଲେ ଘରେ ଚିରେଇବା ଲାଭଜନକ ହବ। କିଣିବା ଅପେକ୍ଷା ଚିରା କାଠ କିଣିବା ବା କାଠ କିଣିକି ଆଣିକି ଆମେ ଯଦି ଚିରିବା ଲାଭ ହବ। ଏ କଥା ତାଙ୍କ ପରିବାର ଭିତରେ ସ୍ଥିର କଲେ। ତାପରେ କ'ଣ କଲେ? ତଦନୁଯାୟୀ ଭାରତ କାଠ ଗୋଦାମର ନାଁ ହେଉଛି ଭାରତ କାଠ ଗୋଦାମ। 2 କୁଇଣ୍ଟାଲ ଗଣ୍ଡି କାଠ ଠେଲା ଗାଡ଼ି, ମାନେ
ଠେଲା ଗାଡ଼ି ଅର୍ଥ ଗୁଡ଼ା ଟ୍ରଲି ଆଣି ଘର ସାମ୍ନା ପଡ଼ିଆରେ ପକାଇଦେଲେ। ଲେଖକ ଆଣିକି ଠେଲା ଗାଡ଼ିରେ ଆଣି ଭଡ଼ା କରିକି ଆଣିଲେ ଏବଂ ପକାଇଲେ। ଗୋଦାମବାଲା କହିଲା, ଏଇ ଯେଉଁ ଶୁଖିଲା ମୁଣ୍ଡା ଦେଖୁଛନ୍ତି ତାହା 2 ବର୍ଷର ପୁରୁଣା। ଏଇ କାଠ ଗଣ୍ଡି ଗୁଡ଼ିକ ହେଉଛି 2 ବର୍ଷର ପୁରୁଣା। ଶୁଖି ଠନ୍ ଠନ୍ କରୁଛି, ମାନେ ପୁରା ଶୁଖି ଯାଇଛି। କାଠଟାର ନାଁ ହେଉଛି ଧ କାଠ। ଚିରି ଦେଲେ ବାରୁଦ ପରି ଜଳିବ, ମାନେ ଚିରି ଦେଲେ ଭଲ ଜଳିବ, କାରଣ ପୁରା ଶୁଖି ଯାଇଛି। 12 ଟଙ୍କା କୁଇଣ୍ଟାଲ, 100 କେଜି, 100 କେଜିକୁ 12 ଟଙ୍କା। କମ୍ ଦାମ ନେବେ ତ ଶାଳ ଗଣ୍ଡି ଅଛି, କଞ୍ଚା ପଡ଼ିବ, ଛେଲି ଅଛି, ଧୂଆଁ ହେବ। ଏ କଥା କାଠ ଗୋଦାମ ବାଲା ଲେଖକଙ୍କୁ ଜଣେଇଦେଲା ଯେ ଏଇ କାଠ ହେଉଛି ଧ କାଠ କୁଇଣ୍ଟାଲ ହେଉଛି 12 ଟଙ୍କା। ଆଉ ତାଠୁ କମ୍ ଦାମର କାଠ ଅଛି ଶାଳ ଗଣ୍ଡି କାଠ, ହେଲା, ଶାଳ ଗଣ୍ଡି ଅଛି, ସେଟା କଞ୍ଚା ଅଛି ଏବଂ ଛେଲି ଅଛି। ଛେଲି ଗୋଟେ କାଠ ଉପର କଭରଟା ଅଛି, ହେଲା, ଏବଂ ଧୂଆଁ ହେବ, ଜଳିଲେ ଧୂଆଁ ହେବ। ଜଙ୍ଗଲ ରାଜ୍ୟ ଲୋକ ମୁଁ ଜାଣିଛି କେଉଁ କାଠ କେମିତି ଜଳେ। ଲେଖକ ଲେଖିଛନ୍ତି ଯେ ମୁଁ ନିଜେ ହେଉଛି ଜଙ୍ଗଲ ରାଜ୍ୟର ଲୋକ, ତ ମୁଁ ଜାଣିଛି କେମିତି ଜଳିବ। ବେଶୀ ଦାମ ପଡ଼ୁ ପଛକ ଫୁରୁ ଏଇ ଜଳିବା କାଠକୁ ପସନ୍ଦ କଲି। ଘର କରଣରୁ ଅଳନ୍ଧୁ ଜମିବ ନାହିଁ କି ଧୂଆଁରେ ପଙ୍ଖା ଗୁଡ଼ିକ କଳା ହେବ ନାହିଁ। ଲେଖକ ସ୍ଥିର କଲେ, ନାଇଁ, ଅଧିକା ଦାମ ପଡ଼ୁ ଗୋଟେ ଧ କାଠ ଆଣିବେ, ସେଟା ଭଲ ଜଳିବ। ଭଲ ଜଳିଲେ ଧୂଆଁ ହେବନି, ଯଦି ଧୂଆଁ ହେବ ଘରେ ଅଳନ୍ଧୁ ଜମିବ ଏବଂ ପଙ୍ଖା ଗୁଡ଼ିକ କଳା ପଡ଼ିବ। ଏଇ କଥା ଭାବି ଲେଖକ କ'ଣ କଲେ, ଧ କାଠକୁ କୁଇଣ୍ଟାଲ 12 ଟଙ୍କା ହିସାବରେ ଆଣିଲେ। କିନ୍ତୁ ଆଜକୁ ସପ୍ତାହେ ହେଲା କାଠ ଯେଉଁଠି ସେଇଠି ପଡ଼ିଛି, ଚିରା ହେବାର ନାଁ ଗନ୍ଧ ନାହିଁ। ଏ ଲେଖକ କଥା କହିଛନ୍ତି ଯେ ସପ୍ତାହ ହେଲାଣି କାଠ ପକେଇଲେଣି, କିନ୍ତୁ ଚିରା ହେବାର ନାଁ ଗନ୍ଧ ନାହିଁ, ଚିରା ହୋଇନାହିଁ। କ'ଣ ପର୍ବ ଯୋଗୁଁ ସାନ୍ତାଳଙ୍କ ଦେଖା ଦର୍ଶନ ମିଳୁନାହିଁ। ସାନ୍ତାଳ ମାନେ ହେଲେ ଆଦିବାସୀ ଜାତି। ମୟୂରଭଞ୍ଜର ସାନ୍ତାଳ ମାନେ ଆଦିବାସୀ ଜାତି। ସେମାନେ ଆସି କାଠ କାଟନ୍ତି। ସେମାନେ କାଠ କାଟିବାକୁ ଆସିନାହାନ୍ତି, ବୋଧେ ତାଙ୍କର କ'ଣ ପର୍ବ ଚାଲିଛି ବୋଲି ଲେଖକ କଥା ଭାବୁଛନ୍ତି। ଆଉ କ'ଣ ଭାବୁଛନ୍ତି, ତାଙ୍କର ହାଣ୍ଡିଆ ଖିଆ, ନିଶା ହେବା ପାଇଁ ଯୋଉଟା ଖାଆନ୍ତି, ସେମାନେ ହାଣ୍ଡିଆ, ହେଲା, ସେମାନେ ହାଣ୍ଡିଆ ସବୁବେଳେ ଖାଆନ୍ତି। ହାଣ୍ଡିଆ ଖାଇଲେ ତାଙ୍କୁ ଏକ ପ୍ରକାର ନିଶା ହୁଏ। କୁକୁଡ଼ା ଲଢ଼େଇ, ତାଙ୍କର ଯେଉଁ ପର୍ବ ହେଉଛି କୁକୁଡ଼ା ଲଢ଼େଇ କରନ୍ତି। କୁକୁଡ଼ା ଜିତିବ, ହାରିଯାଇଥିବା କୁକୁଡ଼ାଟିକି ସେ ନେଇଯିବ। ଧୁମୁସା ମାଦଳ, ତାଙ୍କର ଯେଉଁ ବାଦ୍ୟଟା ବଜାନ୍ତି, ଧୁମୁସା ମାଦଳ ସରିବ ନା ମୋ କାଠ ଚିରା ହେବ। ଏ କଥା ଲେଖକ ଭାବୁଛନ୍ତି ଯେ ସେଇ ସାନ୍ତାଳ ମାନେ ଆସିନାହାନ୍ତି, ସେମାନଙ୍କ ପର୍ବ ଚାଲିଛି, ହାଣ୍ଡିଆ ଖିଆ ଚାଲିଛି, କୁକୁଡ଼ା ଲଢ଼େଇ ଚାଲିଛି, ମାଦଳ ବଜା ଚାଲିଛି। ସେମାନେ ଆସିବେ ନା ମୋ କାଠ ଚିରା ହେବ। ତାହେଲେ ସେମାନେ ଆସିଲେ ଯାଇକି କାଠ ଚିରା ହେବ, ନହେଲେ ଚିରା ହେଇପାରିବ ନାହିଁ। ଏ କଥା ଲେଖକ କନଫର୍ମ ହେଲେ, ନିଶ୍ଚିତ ହେଲେ ଯେ ସେମାନେ ଆସିଲେ କାଠ ଚିରା ହେବ, ନହେଲେ ହେଇପାରିବ ନାହିଁ। ଏଣେ ଘରେ ଫାଳିଏ ବୋଲି କାଠ ନାହିଁ, ବୋଲେ କାଠ ଜାଳିବାକୁ, ରୋଷେଇ କରିବାକୁ କାଠ ନାହିଁ, ସବୁ କାଠ ସରିଗଲାଣି। ଫାଳି ମାନେ ଖଣ୍ଡିଏ କାଠ ମଧ୍ୟ ନାହିଁ। କାଠ କଟା ହେଲେ ଜଳାଯିବ, କାଠ କଟା ହେଲେ ଚୁଲି ଜଳାଯିବ। ଆଜି ରବିବାର, ବେଳ 9ଟା ହେଇଗଲାଣି। ପ୍ରଚଣ୍ଡ କଣି ଶୀତ ସାଙ୍ଗକୁ ହିମାଳୟ ପବନ, ଜୋରେ ଶୀତ ହେଉଛି ଏବଂ ଥଣ୍ଡା ପବନ ବି ବହୁଛି। ବାରଣ୍ଡାରେ ଆରାମ ଚେୟାରରେ ପକାଇ ଖରାକୁ ପିଠି କରି ବସିଥାଏ। ଲେଖକ ବସିଥାନ୍ତି, ଖବରକାଗଜ ପଢ଼ୁଥାନ୍ତି। ଖବରକାଗଜରୁ କ'ଣ ପଢ଼ୁଥାନ୍ତି? ଖବରକାଗଜରୁ ଆଦିବାସୀ ମାନଙ୍କ ପାଇଁ ଗତ 30 ବର୍ଷ ମଧ୍ୟରେ ଆମେ କ'ଣ କରିଛୁ, ତାଙ୍କ ପାଇଁ କେତେ ଉନ୍ନତି କରିଛୁ, ସେ ବିଷୟରେ ସେ ପଢ଼ୁଥାନ୍ତି। ତାର ବିବରଣୀ, ହିସାବ କିତାବ ଅନୁଧ୍ୟାନ କରୁଥାନ୍ତି। ଲେଖକ ଖବରକାଗଜ ପଢ଼ୁଥାନ୍ତି। ଶୀତ ଦିନ ସକାଳ 9ଟା ବାଜିଲାଣି। ସେ ଆରାମ ଚୌକିରେ ବସିଥାନ୍ତି। ଖରାରେ ବସି ଖବରକାଗଜରୁ ଆଦିବାସୀଙ୍କ ବିଷୟରେ ଯେଉଁ ଟିପ୍ପଣୀ ବାହାରିଥିଲା ସେଗୁଡ଼ିକ ସେ ପଢ଼ୁଥାନ୍ତି। ହଠାତ୍ ମୋତି ହେଲା କୁକୁରର ନାଁ। ହଠାତ୍ ମୋତି ଭୋ ଭୋ ଭୁକି ଉଠିଲା। ଚମକି ପଡ଼ି ଦେଖିଲି, କାନ୍ଧରେ କୁରାଢ଼ୀ ପକାଇ ଗୋଟିଏ ଦରବୁଢ଼ା କାଠ ଚିରାଳି ସଡ଼କରୁ ମୋ ଆଡ଼କୁ ଢଳି ଢଳି ଆସୁଛି। ଧୀରେ ଧୀରେ ସେ ଆସୁଛି, କୁରାଢ଼ୀଟି କାନ୍ଧରେ ପକାଇ। କିଏ ଆସୁଛି? ଦରବୁଢ଼ା ଲୋକଟି ଆସୁଛି। ଦରବୁଢ଼ା ଲୋକଟି କିଏ? ସାନ୍ତାଳୀ ଲୋକଟି। ସାନ୍ତାଳୀ ହେଲେ ଆଦିବାସୀ। ଓଡ଼ିଶାର ଏକ ଆଦିବାସୀ ଜାତି, ସେ ହେଲେ ସାନ୍ତାଳୀ। ସିଧା ସାମନାରୁ ଆସି ସେ ପଚାରିଲା, କାଠ କାଟିବୁ ବାବୁ? ସେ ପଚାରିଲା ଯେ ତାଙ୍କ ଭାଷା ସେଇଆ, ସେମାନେ ଏତେ ଭାଷା ବିଷୟରେ ଜ୍ଞାନ ନଥାଏ, ତେଣୁ ସେ ପଚାରିଲା, କାଠ କାଟିବୁ ବାବୁ? ଏ କଥା ପଚାରିଲା ଲେଖକଙ୍କୁ। ମନେ ମନେ ଭାବିଲି, ବର୍ଷ ଧରି କୋଟି ଟଙ୍କା ଖର୍ଚ୍ଚ କରି ଏମାନଙ୍କୁ ଆମେ ସକ୍ଷମ କରିବାରେ ଚେଷ୍ଟା କଲୁ ସିନା, ଲାଭ କିଛି ହେଲାନି, ଭାଷା ଟିକକ ବି ଶିଖାଇ ପାରିଲୁନି। ମନେ ମନେ ଭାବିଲେ ଲେଖକ, ଏଇ ଆଦିବାସୀଙ୍କ ପାଇଁ କୋଟି ଟଙ୍କା ଶିକ୍ଷିତ ହେବା ପାଇଁ ଖର୍ଚ୍ଚ ହେଉଛି, କିନ୍ତୁ ଏମାନେ
କୌଣସି ପରିବର୍ତ୍ତନ ହଉ ନାହାନ୍ତି। ସେମିତି ରହିଗଲେ କିଛି ଲାଭ ହେଲାନି। ଭାଷା ଟିକେ ମାନେ ବୁଝିପାରିଲେନି, ଭାଷା ମଧ୍ୟ କହିପାରିଲେନି, ସମ୍ମାନ କ'ଣ ଅନ୍ୟକୁ ଦେଇପାରିଲେ। ଏ କଥା ଲେଖକ ମନେ ମନେ ଭାବିଲେ। କହୁଛେ କ'ଣ ନା କାଠ କାଟିବୁ ବାବୁ, କି କ୍ରିୟା କି କର୍ତ୍ତା। ଯେହେତୁ ସେ ଇଂଲିଶ ଲେଖକ, ଭାଷା ଜ୍ଞାନ ଲେଖକଙ୍କର ଅଧିକା, ତେଣୁ କର୍ତ୍ତା କର୍ମ କ'ଣ ସେ କିଛି ଜାଣିନେଇ ମନେ 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 ଲେଖକ ଭାବିଲେ ଯେ ଲୋକଟି କିଛି କଥାବାର୍ତ୍ତା ଭଦ୍ରତା କିଛି ଜାଣିନାହିଁ। ଏମାନଙ୍କ ପିଛା ସରକାର ବହୁତ ପଇସା ଖର୍ଚ୍ଚ କରୁଛି, ଆମେମାନେ ମଧ୍ୟ ବହୁତ ଖର୍ଚ୍ଚ କରୁଛୁ, ଆମେ ପାଇଁ ତାଙ୍କୁ ସ୍ୱରୋତ୍ତୋଳନ କରୁଛୁ, କିନ୍ତୁ ଆଦିବାସୀ ଲୋକମାନେ କିଛି ବଦଳିଲେ ନାହିଁ। ଖତେ ହୋଇ ତାରି ଗଳା ଅନୁସରଣ କରି ସେ ଯେମିତି କହିଲା ତାକୁ ସେଇ ଭାଷାରେ ବୁଝେ, ସେଇ ଭାଷାରେ କହିଲି। ହଁ ହଁ କାଟିବି କାଟିବି, କେତେ ନେବୁ? ସେ କାଠ ଆଡ଼କୁ ଚାହିଁଲା, କହିଲା 2 କୁଇଣ୍ଟାଲ ହେବ। ଆଦିବାସୀ ଲୋକଟି କ'ଣ ନା ସାନ୍ତାଳ ଲୋକଟି, କାଠ ଗଣ୍ଡିକୁ ଦେଖିଲା, କହିଲେ ତ 2 କୁଇଣ୍ଟାଲ ହେବ। ଗୋଦାମରେ ତ ବାବୁ ଆମକୁ 2 ଟଙ୍କା କରି ଦେଉଛି କୁଇଣ୍ଟାଲ, ଗୋଟେ କୁଇଣ୍ଟାଲ କାଠ କାଟିଲେ ସେମାନେ 2 ଟଙ୍କା ମଜୁରୀ ପାଇବେ। ଏ ବଜାରଟା ଗୋଟେ ଦର ନା 2ଟା? ସେ କହିଲା ଯେ ଏ ବଜାର ତ ଗୋଟେ ଦର ନା, ସବୁଠି ସମାନ, ତେଣୁକରି ତୁ 4 ଟଙ୍କା ଦବୁ, ଆଉ ଆର କେତେ? ସେ ସାନ୍ତାଳୀ ଲୋକଟି କହିଲା ତୁ ମଧ୍ୟ 2 କୁଇଣ୍ଟାଲକୁ 4 ଟଙ୍କା ଦବୁ, ଲେଖକଙ୍କୁ କହିଲା। କୁଇଣ୍ଟାଲ 2 ଟଙ୍କା, 2 କୁଇଣ୍ଟାଲ 4 ଟଙ୍କା କାଟ, ଆଉ କେତେ ଦବୁ? ଏ କଥା ସାନ୍ତାଳୀ ଲୋକଟି ଲେଖକଙ୍କୁ କହିଲା। ନାଇଁ ନାଇଁ 4 ଟଙ୍କା ହବନି, ମୋତେ ବହୁତ ପଡ଼ିଯାଉଛି। ଲେଖକ କହିଲେ 4 ଟଙ୍କା ହବନି, ମୋତେ ବହୁତ ପଡ଼ିଯାଉଛି, 3.5 ଦେବି। କାଠବାଲା ନେଲା 24, କୁଇଣ୍ଟାଲ 12 ଟଙ୍କା, 2 କୁଇଣ୍ଟାଲ 24 ଟଙ୍କା। ଠେଲାବାଲା 4, ଠେଲାବାଲା ମାନେ ଟ୍ରଲିବାଲା ଯେ କାଠ ଆଣିଦେଲା, ତୁ ନେବୁ 4, 32 ପଡ଼ିଗଲା। ଗ୍ୟାସ୍ ଚୁଲି ତ ବରଂ ଶସ୍ତା, ଗ୍ୟାସ୍ ଚୁଲି ମାନେ ଗ୍ୟାସ୍ ଚୁଲି ହେଲା, ସାନ୍ତାଳୀ ଭାଷାରେ ସେମିତି ବୁଝିପାରିବ, ଲେଖକ ସେଇ ଭାଷାରେ ତାକୁ କହିଛନ୍ତି ହେଲା, ଶସ୍ତା ହେବ। 3 ଟଙ୍କା 8 ଆଣାରେ କାଟିବୁ ତ କାଟ, ନହେଲେ ଚାଲିଯା। 3 ଟଙ୍କା 8 ଆଣା, 3 ଟଙ୍କା 8 ଆଣା, 3 ଟଙ୍କା 50 ପଇସା। ଯଦି କାଟିବୁ କାଟ, ନହେଲେ ତୁ ପଳେଇ ଯା, ମୁଁ ଅନ୍ୟ କଟାଳିକି ଦେଖିବି। ଏ କଥା ରୋକଠୋକ ଜଣେଇ ଦେଇଛନ୍ତି କି ଲେଖକ ଜଣେଇ ଦେଇଛନ୍ତି। ସେ କଅଁଳ ଗଳାରେ କହିଲା ହେଲା, ସାନ୍ତାଳୀ ଲୋକଟି କଅଁଳ ଗଳାରେ କହିଲା, ତୁ ବି ବାବୁ ଏମିତି କାଠୁଆ ହବୁ ତ ଆମେ ଗରିବ ଲୋକ ବଞ୍ଚିବୁ କେମିତି? 4 ଆଣା 8 ଆଣା ନାଗି ଆମର ସାଙ୍ଗରେ ଝଗଡ଼ା କରିବୁ? ସାନ୍ତାଳୀ ଲୋକଟି ସରଳ ଲୋକଟି, ସେ ନରମ ଗଳାରେ କହିଛି, କାଠୁଆ ହବୁ ତ ହେଲା, ଯଦି ଜାକି ହବୁ, ଯୋଉଟା ଆମେ କହୁଛୁ ଓଡ଼ିଆରେ, ଜାକି ହବୁ ତ, ଲୋଭି ହବୁ ଯୋଉଟା ହେଲା। ଆମେ ଗରିବ ଲୋକ ଆମେ ବଞ୍ଚିବୁ କେମିତି? 4 ଆଣା ମାନେ 25 ପଇସା, 8 ଆଣା ମାନେ 50 ପଇସା ନାଗି ଆମ ସାଙ୍ଗେ ଝଗଡ଼ା କରୁଛୁ, ଯେ ଆମ ସାଙ୍ଗେ ତୁ ଗୋଟେ ବାର୍ଗେନିଂ ଆମେ କହିବା ଯେ 4 ଆଣା 25 ପଇସା 50 ପଇସା ଆମ ସାଙ୍ଗେ ତୁ ବାର୍ଗେନିଂ କରୁଛୁ। ହଁ, ତତେ ଭଗବାନ ବଡ଼ ଲୋକ କରିଛି, ଭଗବାନ ତତେ ବଡ଼ ଲୋକ କରିଛି, ଚାକିରି ବାକିରି କରିଛନ୍ତି, ବଡ଼ କୋଠା ଘର ଅଛି, ତୁ ଭଗବାନ ବଡ଼ ଲୋକ ହେଇଛି। ଭଗବାନ ତତେ ବଡ଼ ଲୋକ କରିଛନ୍ତି। କେତେ ପଇସା ତୋର କେଉଁ ଆଡ଼େ ଚାଲିଯିବ, କେତେ ପଇସା ତୁ କେଉଁ ବାଟରେ ଖର୍ଚ୍ଚ କରୁଛୁ? ଆମ ଗରିବ ଲୋକର ପେଟରୁ କାଟିଲେ ତୋର କ'ଣ ପେଟ ପୁରିବ? ଯେ ଆମଠୁ ଯଦି 25 ପଇସା କି 50 ପଇସା, 4 ଆଣା 8 ଆଣା ଆମେ ତୁ କାଟିଦେଲେ, ତୋର କ'ଣ ଅଭାବ ଅସୁବିଧା ସବୁ ପୂରଣ ହେଇଯିବ? এই କଥା କହିଛି, କୋଶ୍ଚିନ୍ ମାର୍କ ଦେଇଛି, ପ୍ରଶ୍ନ ପଚାରିଛି। ଗୁଦାମବାଲା ଗୁଦାମର ଚାବି ଦେଇ ମାନେ ତାଲା ପକେଇ, ଗୋଦାମବାଲା ଗୋଦାମରେ ଚାବି ପକେଇ ଦେଇ ମାନେ ତାଲା ପକେଇ ଦେଇ ପାହାଡ଼କୁ ଗେଲା ବୋଲି, ପାହାଡ଼କୁ ଯାଇଛି ବୋଲି ହେଲା, ଯାଇଛି ବୋଲି ତୋର ଏଠାକୁ ଆସିବ, ମାନେ ତୋ ପାଖକୁ ମୁଁ ଆସିଛି। ଗୋଦାମବାଲା ଗୋଦାମରେ ନାହିଁ, ସେ ପାହାଡ଼କୁ ଯାଇଛି, ନହେଲେ ମୁଁ ଆଉ ଆସିନଥାନ୍ତି, ଗୋଦାମରେ ମୁଁ କାମ କରିଥାନ୍ତି। ଏଇ କଥା ସବୁ ଶୁଣୁଥିଲା କଲେଜ ପଢୁଆ ପୁଅ। ତ ଜୀବନରେ ପଇସାଟି ରୋଜଗାର କରିନାହିଁ, ଯିଏକି ପାଠ ପଢୁଛି କି ପଇସା ରୋଜଗାର କରିନି। ଦରଜା ପାଖରେ ଛିଡ଼ା ହେଇ ଶୁଣୁଥିଲା, ହଠାତ୍ ତରଳି ଯାଇ କହି ପକାଇଲା, ହେଲା ଚୁପ୍ କର, ଆଉ 4 ଅଣା ନେବୁ। ପାଟି କରନା, ତୁ କାମ କରିଦେବ, 4 ଅଣା 3 ଟଙ୍କା 50, ଆଉ 4 ଆଣା ମାନେ 25 ପଇସା, 4 ଅଣା ତ 25 ପଇସା, 3 ଟଙ୍କା 75 ନେବୁ। ପୁଆଡ଼କୁ କଟମଟ ଚାହିଁ ଇଂରାଜୀରେ କହିଲି, ପଇସା ତତେ ଶସ୍ତା ହେଇଛି। ଲେଖକ ପୁଅକୁ ଗାଳି ଦେଲେ ଇଂଲିଶରେ, କହିଲେ ପଇସା କ'ଣ ଶସ୍ତା ହେଇଛି? ଦେଖିଥାନ୍ତୁ ସେ ସେତିକିରେ କାଟିଥାନ୍ତା କି ନାହିଁ। କାଠ କଟାଳି କହିଲା, ଯା ଏଥର କାଟ, ପୁଅ ତ କହିଦେଲାଣି ହେଲା। କାଠ କଟାଳିକୁ କହିଲି, ବୁଝିଲା। ତାହେଲେ ଲେଖକ କହିଲେ, ପୁଅକୁ ରାଗିଲେ ଟିକେ, ତାପରେ ଏଠୁ କହିଲେ, କାଠ କଟାଳିକୁ କହିଲେ, ଯା ପୁଅ ତ କହିଦେଲାଣି, ଏଥର ତୁ କାଟ। 3 ଟଙ୍କା 75 ଫାଇନାଲ ହେଲା, 3 ଟଙ୍କା 12 ଅଣା ନେବ। କାଠ କଟାଳି ବର୍ତ୍ତମାନ କାଠ କାଟିବ, କୁଇଣ୍ଟାଲ ପିଛା 3 ଟଙ୍କା 12 ଅଣା।
କ୍ଲିଅର। ତାପରେ ଦେଖିବା ନେକ୍ସଟ କଣ ହେଲା। ଦୁଇ ପରସ୍ତ କରି ଘୋଡ଼ି ଥିବା ମାନେ ଘୋଡ଼ି ହୋଇଥିବା ଘୋଡ଼ି ହୋଇଥିବା ଅଳ୍ପ ଓସାର ନାଲି ଧରିଥିବା ଶାଢ଼ୀଟାକୁ ଯୋଉଟା ଆମେ ଗାମୁଛା କହୁଛେ ଗାମୁଛାର ଆଉ ଟିକେ ବଡ ହେଲା। ଘୋଡ଼ି ହୋଇ ଅଳ୍ପ ଓସାର ନାଲି ଧରି ଶାଢ଼ୀଟାକୁ ସେ ଦେହରୁ କାଢ଼ି ପାଖ ବେଗୁନିଆ ଗଛ ଡାଳରେ ଲଟକେଇ ଦେଲା। ବେଗୁନିଆ ଡାଳରେ ତାର ଯୋଉ ଘୋଡ଼ି ଥିବା ଘୋଡ଼ିଏ ଗାମୁଛାଟିକୁ ବଡ଼ ଗାମୁଛାଟିକୁ କାଢ଼ିଲା ଏବଂ ତାକୁ ଲଟକେଇ ଦେଲା କୋଉଠିକ ମନେ ରଖିଥିବେ ବେଗୁନିଆ ଗଛ ଲଟକେଇ ଦେଲା। କନିରେ ଗଣ୍ଠି ଫିଟାଇ ଦୋପତାକୁ ବାହାର କରି କଳରେ ଜାକି କୁଢ଼ାରି ଧରିଲା। କାନିରେ ଗଣ୍ଠି ଫିଟାଇ ବୋଲେ ଗଣ୍ଠି ପକେଇ ସେ ଆଣିଥିଲା ବାନ୍ଧିକି ଆଣିଥିଲା ଦୋକତା ଚୂନ। ଦୋକତାଲ ଯୋଉଟା ଆମେ ଖଇନି ଖାଉଛୁ ହେଲା, ସେ ଖଇନି ଆଉ ଚୂନ ମିଶା ତାକୁ ହାତରେ ଦଳିକି ସେ ରଖିକି ବାନ୍ଧିଥିଲା ତା ଭିତରେ। ବାହାର କରି କଳରେ ଜାକିଲା ଏବଂ କୁରାଢ଼ି ଧରିଲା। ବର୍ତ୍ତମାନ ଯେମିତି ଖଇନି ଖାଉଥିଲେ ସେଇଟା ଦୋପତା ଚୂନ ସେମିତି ସେତେବେଳେ ଖାଉଥିଲେ। ବୟସ ଚେହେରାରୁ ତାର ପାରିବା ପଣିଆରେ ମୋର ଘୋର ସନ୍ଦେହ ହେଲା। ମତେ ତାକୁ ଦେଖିକି ସନ୍ଦେହ ହେଲା ଲେଖକଙ୍କ ମତରେ ଯେ ସନ୍ଦେହ ହେଲା ଯେ ଲୋକଟି କାମ କରିପାରିବ କି ନାହିଁ। ଭାବିଲି ଲୋଭରେ କାମ ଧରିଛି ସିନା 2 ଦିନ ଲାଗିବ କାଟିବାକୁ। ଲେଖକ ଭାବିଲେ ପଇସା ଲୋଭରେ କାମ ଧରିଛି କିନ୍ତୁ ମୋତେ କାଟି ପାରିବ ନାହିଁ, 2 ଦିନ ଲାଗିବ। ଗୋଟାଏ ଗଡ଼ ଉପରେ ଲମ୍ବେ ଲମ୍ବେ ଆଉ ଗୋଟିଏ ଗଣ୍ଡି ରଖି ମାରିଲା ପ୍ରଥମ ଚେଟ। ଗୋଟାଏ ଗଡ଼ ଉପରେ ଲମ୍ବେ ଲମ୍ବେ ଅର୍ଥାତ୍ ଲମ୍ବ ଭାବରେ କାଠ ଗଣ୍ଡି ଉପରେ ଗୋଡ଼ଟିକୁ ରଖିଲା କାଠଟି ମଜବୁତ ରହିବା ପାଇଁ। ଆଉ ଗୋଟିଏ ଗଣ୍ଡି ରଖି ମାରିଲା ପ୍ରଥମ ଚେଟ ହେଲା। କାଠ ଗଣ୍ଡି ଉପରେ ଲମ୍ବ ଭାବରେ ଗୋଟିଏ ଗୋଡ଼ ରଖିଲା, କାଠଟା ଯେମିତି ଷ୍ଟ୍ରଙ୍ଗ ରହିବ ଏବଂ ସିଏ କୁରାଢ଼ିରେ ଚୋଟ ପକେଇଲା। 2 ଇଞ୍ଚ ଭିତରକୁ କୁରାଢ଼ିଟା ଭେଦିଗଲା। ଟାଣି ବାହାର କରିବା କଷ୍ଟ ହେଲା ତାକୁ। 2 ଇଞ୍ଚ ଭିତରକୁ ପଶିଗଲା ଏବଂ ତାକୁ ଟାଣି ବାହାର କରିବାଟା କଷ୍ଟ ହେଲା, କିନ୍ତୁ ସେ କୁରାଢ଼ିକି ସେ ବାହାର କଲା। ପଚାରିଲି ଏ କାଠ କେମିତି ଦେଖୁଛୁ, ଭଲ ଜଳିବ ନା? ଲେଖକ ପଚାରିଲେ କାଠ କାଟୁଥିବା ଲୋକଟିକୁ, ସାନ୍ତାଳୀ ଲୋକଟିକୁ। ସେ କହିଲା କାଠ ଭଲ ଯେ ବାବୁ, ହେଲେ ତୋର ଲାଭ ମୋର ଲୋକସାନ। କାଠ କାଟୁଥିବା ଲୋକଟି କହିଲା, ସାନ୍ତାଳୀ ଲୋକଟି ଆଦିବାସୀ ଲୋକଟି, କାଠ ଭଲ ହେଲେ ତୋର ଲାଭ, ଲାଭ ମାନେ ଲାଭ ହବ, ମୋର ଲୋକସାନ ମାନେ ମୋର ଲସ୍ ହବ। ଲୋକସାନ ମାନେ ଲସ୍ ଯୋଉଟା, ଲୋକସାନ ଯୋଉଟା ଆମେ ଲୋକସାନ କହୁଛେ କି ଲୋକସାନ ସେ କହିଛି ଯେ ମୋର ଲସ୍ ହବ ହେଲା। ଦେଖନା କାଠ କେମିତି ବାଛୁଆ ଗଣ୍ଠିଆ, ବାଛୁଆ ମାନେ ବଡ଼ ବଡ଼ ଗଣ୍ଠିଆ କାଠ, ବଡ଼ ବଡ଼ କାଠ ଭିତରେ ଗଣ୍ଠି ଅଛି। ଯେମିତି ଚେମେଡ଼ ସେତିକି ଟାଣ, ଚେମେଡ଼ ମାନେ ଛିଣ୍ଡିବନି, ଟାଣ ମାନେ କଠିନ। ଧ କାଠ, କାଠଟାର ନାଁ ହଉଛି ଧ କାଠ, କାଠଟାର ନାଁ ହଉଛି ଧ କାଠ। ବାବୁ କୁରାଢ଼ି ବାଙ୍କି ଯିବ ହେଲା, କୁରାଢ଼ି ବଙ୍କା ହେଇଯିବ ଏତେ ଟାଣ କାଠ। ଆମର ଗୋଦାମରେ ତ 2 ବର୍ଷ ପଡ଼ିଥିଲା, ମାନେ ଏଇ କାଠ ଗୁଡ଼ାକ 2 ବର୍ଷ ହେଲା ପଡ଼ିଥିଲା, କେହି ନେଲେ ନାହିଁ। କେହି ହେଲେ କାଠ ଚିରିବାକୁ ନେଲେନି, ଜାଳିବା ପାଇଁ କାଠ ନେଲେନି, କେହି କାଟିତେ ଖୋଜେ ନାହିଁ ବୋଲେ କେହି କାଟିବା ପାଇଁ ଖୋଜିଲେ ବି ନାହିଁ। ଏତେ କଷ୍ଟ ହୁଏ ସେଟା କାଠ କାଟିବା ପାଇଁ। ଭଲ ଜଳିବ, ଯିଏ କାଟିବ ତାର ହାତ ଫୁଟୁକା ହେଇଯିବ, ଚମଡ଼ା ଛାଡ଼ିଯିବ। ଯିଏ କାଟିବ ତା ହାତ ଫୋଟକା ହେଇଯିବ, ହାତରୁ ଚମଡ଼ା ଛାଡ଼ିଯିବ। ଏତେ କଠିନ କାଠ, କାଟିବାଟା ଏତେ କଷ୍ଟ ହବ। କାଠଟା ଏତେ କାଟିଲେ ବା ଚିରିବା ଯୋଉଟା କାଠ ଚିରିଲେ ଏତେ କଷ୍ଟ ହବ। ଆଉ ପାହାର ଦେଲା, ଠିକ ଜାଗାରେ ମାଡ଼ ବସିଲା। ପୁଣି ପାହାରେ ଫାଳିଏ କାଠ ଖଣ୍ଡେ ଦୂରରେ ଛିଟିକି ପଡ଼ିଲା ଘୋରି। ଏମିତି ସେ କାଠ ସେ ହାଣିଲା। ମୁଁ ତଫିକା ନ କରି କହିଲି ଏତେ ବଡ଼ ଫାଳ କରିବୁ ନାହିଁ, ଆମର ଚୁଲି ସାନ, ଆହୁରି ଛୋଟ ପତଳା କରିବୁ। ବଡ଼ ବଡ଼ ଫାଳ ଦେଖିକି ଲେଖକ କହିଲେ ଆମର ଛୋଟ ଚୁଲି, ଏତେ ବଡ଼ ଫାଳ ଜଳିବ ନାହିଁ, ଚୁଲି ଭିତରକୁ ପଶିବ ନାହିଁ, ତେଣୁ ଛୋଟ ଛୋଟ କରିଦିଅ, ପତଳା କରିଦିଅ। ତାଚ୍ଛଲ୍ୟରେ ମୋ ଆଡ଼କୁ ଚାହିଁ ସେ କହିଲେ ଏ ବାବୁ ତୁ ଚୁପ୍ କରି ବସିଥା ନା ହେଲା। ତାଚ୍ଛଲ୍ୟରେ ବା ମଜାରେ ସେ କହିଲା ତୁ ଚୁପ୍ କରି ବସିଥା। କାଠ କଟାଳି ଲେଖକଙ୍କୁ କହିଲା, ଦେଖ ମୁଁ ଠିକ ସାଇଜ କରି ଦଉଛି କି ନାହିଁ, ଯେ ମୁଁ ଠିକ ସାଇଜ କରିକି କାଠ ଟିକେ ଚିରି ଦେଇଥିବି, ବ୍ୟସ୍ତ ହୁଅନା। ଏତେ ବର୍ଷ ଆମେ ବଜାରକୁ ଆସିଲା, ତୋର କାଠ କି ରକମ ଦରକାର ଜାଣେ ନାହିଁ ଭାବିଛୁ? ଯେ ଆମେ ଏତେ ବର୍ଷ ହେଲା ବଜାରକୁ ଆସିକି କାମ କଲୁଣି, ଆଉ ସମସ୍ତ ଆମ କୋଉ ଲୋକର କୋଉ କାଠ କେମିତି ଚିରାଯାଏ ଆମେ ଜାଣିଛୁ। ଏ କଥାଟି ସେ କହିଲା। କୌତୂହଳୀ ପଚାରିଲି, ଲେଖକ ପଚାରିଲେ ଏତେ ବର୍ଷ ହେଲା ବଜାରକୁ ଆସିଲୁ, କେଉଁଠୁ ଆସିଲୁ? ଏ କଥା ଯା ଲେଖକ ପଚାରିଲେ ସାନ୍ତାଳୀ ଲୋକଟି। ମୟୂରଭଞ୍ଜରେ ମୋର ଘର ବାବୁ, ମୋର ମାନେ ମୋର ମୟୂରଭଞ୍ଜରେ ଘର ବାବୁ। ବେତନଟି ପାଖରେ, ବେତନଟି ହେଉଛି ଗୋଟେ ବାରିପଦା ପୂର୍ବରୁ ଗଲେ, ଭୁବନେଶ୍ୱର ବାରିପଦା ଗଲେ, ବାରିପଦା ପୂର୍ବରୁ ବେତନଟି ଗୋଟେ ଛୋଟ ସହର। ସେଇ ବର୍ତ୍ତମାନ ବେତନଟି ବି ଅଛି, ବେତନଟି ପାଖରେ ମୁଁ ରହୁଛି ବୋଲି ସେ କହୁଥିଲା।
ଯୁଦ୍ଧ ନାଗିଲା ବରଷ ଆମେ ରେମୁଣାକୁ ପଳେଇ ଆସିଲୁ। ଯୁଦ୍ଧ ସେତେବେଳେ ରାଜା ରାଜୁଡ଼ା ସମୟ ଥିଲା, ଯୁଦ୍ଧ ଲାଗିଥିଲା। ସେ ଯୁଦ୍ଧ ସାଙ୍ଗରେ ରେମୁଣାକୁ ପଳେଇ ଆସିଲୁ। ରେମୁଣା ହେଉଛି ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା। ଶ୍ରୀଚର ଗୋପୀନାଥ ରେମୁଣା ବାଲେଶ୍ୱର ଜିଲ୍ଲାର ନ୍ୟାସନାଲ ହାଇୱେରେ ଗଲେ ତମେ ରେମୁଣା ପାଇବ। ରେମୁଣାକୁ ପଳେଇ ଆସିଲେ। ମୟୂରଭଞ୍ଜରେ ଦେଢ଼େ ଡାହାଣୀ ଦେବତା, ଦେଢ଼େ ଡାହାଣୀ ମାନେ ବଡ଼ ବଡ଼ ବହୁତ ଡାହାଣୀ ଦେବତା ଅଛନ୍ତି ହେଲା। ସେମାନେ ଆଦିବାସୀ ଲୋକ, ସେମାନେ ଡାହାଣୀ ପ୍ରେତ ଏଗୁକୁ ବିଶ୍ୱାସ କରନ୍ତି। ଦେଢ଼େ ଡାହାଣୀ ଦେବତା କଞ୍ଚା ଖାଇଦେବେ ହେଲା, ତୁମ କଞ୍ଚା ଖାଇଦେବେ। ମୋର ଡଗର ଡାଗର ପୁଅ ଦିଟା, ମାନେ ଭେଣ୍ଡିଆ ହେଲା, ଭେଣ୍ଡିଆ ପୁଅ ଦିଟା। ଆର ଆଗ ତିଲାଟା, ତିଲା ମାନେ ସ୍ତ୍ରୀ, ଆଗ ମାନେ ଆଗକୁ ବାହା ହେଇଥିଲା ସେ, ଆଗ ସ୍ତ୍ରୀ ଏକା ଦିନେ ମରିଗଲେ ହେଲା। ତାର ଭେଣ୍ଡା ପୁଅ ଦିଟା ଆଉ ଆଗ ସ୍ତ୍ରୀ ଏକା ଦିନେ ମରିଗଲେ। ଜମି ଜାଇଗା ଖୋଳିତାଡ଼ି ଯାହା କରିଥିଲୁ ସବୁ ତୁମର ହାଟୁଆ ମାନେ ନେଇଗଲେ। ଆମେ ଯାହା ନିଜର ଜମି ଖୋଳି ତାଡ଼ିକି ନିଜର ବୋଲି କରିଥିଲୁ, ସେ କ'ଣ ନେଲେ? ତୁମରି ହାଟୁଆ ମାନେ ନେଇଗଲେ। ହାଟୁଆ ମାନେ ତୁମର ପାଠ ପଢ଼ୁଥିବା ବାବୁ ମାନେ ସବୁ ନେଇଗଲେ। ଅର୍ଥାତ ସେତେବେଳେ ସରକାର ସେମାନେ ସବୁ ନେଇଗଲେ। ସରକାରୀ ଜାଗା କରିକି ସେମାନଙ୍କୁ ବାହାର କରିଦିଆଯାଇଥିଲା ହେଲା। ସବୁ ତୁମର ହାଟୁଆ ମାନେ ନେଇଗଲେ। ହାଟୁଆ ମାନେ ଏଠି ପାଠ ପଢ଼ୁଆ ଲୋକ, ପାଠ ପଢ଼ୁଆ ମାନେ ସେମାନେ ଚାକିରି ବାକିରି କରିଥିଲେ ଲୋକ, ସରକାରଙ୍କ ଆଇନ ଅନୁସାରେ ସେମାନେ ନେଇଗଲେ। ସରକାରଠୁ ଜମି ନେଲୁଣି, ସରକାର ଜମି ଘର ସବୁ ଦଉଛି, ତୋର ଜମି ଜାଇଗା ଘର ଦ୍ୱାର କିଛି ନାହିଁ। ଦେଖ କହିଲେ ତୁ ସରକାରଠୁ ଜମି ନେଲୁଣି, ସରକାର ସିନା ନେଇଗଲେ ସରକାରଙ୍କର ବୋଲି, କିନ୍ତୁ ତୁମକୁ ଜମି ସବୁ ଦେଇଛନ୍ତି। ସରକାର ଘର କରିଦେଇଛନ୍ତି, ଘର ବି ଦେଇଛନ୍ତି, ସବୁ ତୁ ପାଇଛୁ। ଏ କଥା ଲେଖକ ତାକୁ ପଚାରିଲେ। ଜମି ଜାଗା ତ ଜମି ଜାଗା ଘର ଦ୍ୱାର ସବୁ ସରକାରଙ୍କଠୁ ତୁ ପାଇଲୁଣି କି? ଦେନା ବାବୁ ଦେନା, ଦେନା ବାବୁ ଘର ଦ୍ୱାର ଜମି ଜାଗା କରେଇ ଦେ। ସାନ୍ତାଳ ଲୋକଟି କହିଛି ଲେଖକଙ୍କୁ ଯେ ତୁ ଘର ଦ୍ୱାର ଜମି କରେଇଦେବୁ। ଦେଲେ ସେ ଲୋକ, ତାହେଲେ ସେ ଲୋକଟି ପାଇନଥିଲା ସରକାରଙ୍କର ଯେଉଁ ସାହାଯ୍ୟ, ସେ ପାଇନଥିଲା। ଦେନା ବାବୁ ଘର ଦ୍ୱାର ଜମି ଜାଗା କରେଇଦେ। ଦେଖେ କେତେ ଅଣ୍ଡିଆ ଦେଖେଇ ହେଉଛି। ଅଣ୍ଡିଆ ମାନେ କେତେ ପାରିବା ପାଣି, କେତେ ପାରିବା ପାଣିଆ ଦେଖେଉଛି, କେତେ ପାଠ ପଢ଼ିଲା ପାଠୁଆ ଲୋକ ଦେଖେଉଛି। ତାହେଲେ ତୁ ଆମ ପାଇଁ କରିଦିଏ। ଆମର ଯେତେ ଲୋକର ଘର ଜମି ନାହିଁ, ସମସ୍ତଙ୍କୁ ଦେଲେ ତୁମର କି କରିବ? କାହୁଁ ରହିବ ହେଲା। ଏଇ କଥା ସାନ୍ତାଳୀ ଲୋକଟି କହିଲା, ଯେତେ ଲୋକ ଆମେ ଅଛୁ ସମସ୍ତଙ୍କୁ ଘର ଜମି ସବୁ ଦବ, ତାହେଲେ ତୁମେ କ'ଣ କରିବ? ତମେ କୋଉଠି ରହିବ? ସବୁ ଜମି ତ ଆମେ ପାଇଯିବୁ। କାରଣ ଏତେ ସେମାନେ ସାନ୍ତାଳୀ ଲୋକ ସେତେବେଳେ ଥିଲେ। ସମସ୍ତଙ୍କଠୁ ସରକାର ତାଙ୍କ ସରକାର ଜାଗା ଗୁଡ଼ିକ ଛଡ଼େଇ ନେଲେ, ଆଉ ତାଙ୍କୁ ଯେତିକି ଆବଶ୍ୟକ ସେତିକି ଜମି ଜାଗା ଦେଲେ। ସେତେବେଳେ ସ୍ୱାଧୀନତା ହେଲା ପରେ ଏସବୁ ଜିନିଷ ଗୁଡ଼ାକ ସେତେବେଳେ ହେଇଥିଲା। ଆମର ଯେତେ ଲୋକର ଘର ଜମି ନାହିଁ, ଆମ ଆଦିବାସୀ ଯେତେବେଳେ ଜମି ନାହିଁ, ସମସ୍ତଙ୍କୁ ଯଦି ଜମି ଦିଆଯିବ ତମେ କରିବ, ତମେ କ'ଣ ଜାଗା ପାଇବ? ଏଇ କଥା କିଏ କହିଲା? ଏଇ କଥା କାଠ କାଟୁଥିବା ଲୋକ, ସାନ୍ତାଳୀ ଲୋକଟେ ଲେଖକଙ୍କୁ କହିଲା। ବୁଝିହେଲା? ତାପରେ ଲେଖକ କହିଲେ, ଛୁଆମାନଙ୍କୁ ପାଠ ପଢ଼ଉଛୁ? ଛୁଆମାନଙ୍କୁ ପାଠ ପଢ଼ଉଛି? ଲେଖକ ପଚାରିଛନ୍ତି, ଛୁଆମାନଙ୍କୁ ପାଠ ପଢ଼ଉଛି କି? ଆଜି ଏତିକି, ପାଠ ପଢ଼ଉଛୁ ଆଜି ନେକ୍ସଟ କ୍ଲାସରୁ ଆରମ୍ଭ କରିବ।